ମୁଁ ଦେଖୁଛି କି ତୁମେ ସୁଖ ଖୋଜୁଛ, କିଛି ଚମତ୍କାର ପାଇଁ ଆଶା ରଖିଛ ଏବଂ ଭଲ ସମୟ ଆସିବାକୁ ମଧ୍ୟ ଅପେକ୍ଷା କରିଛ। ମୋ ପିଲାମାନେ ଶୁଣ, ଚମତ୍କାର ଏବଂ କୃପା ତ ପ୍ରତ୍ୟେକ ନିଶ୍ୱାସରେ ରହିଛି, ପ୍ରତ୍ୟେକ ମୁହୂର୍ତ୍ତରେ ଅଛି। ଖୁସି ତ ଏଇଠାରେ ଏବେ ଅଛି। ସେ ତ ଏହି ବର୍ତ୍ତମାନ ମୁହୂର୍ତ୍ତରେ ଉପସ୍ଥିତ ଅଛି। ତାହାର ଅପେକ୍ଷା କର ନାହିଁ, ପରନ୍ତୁ ସ୍ୱୟଂ ଆଗକୁ ଯାଇ ଆଗକୁ ବଢ଼ି ତାକୁ ଆଲିଙ୍ଗନ କର। ତେଣୁ ମୁଁ କହୁଛି, କ'ଣ ହେଉଛି ଏବଂ କାହିଁକି ହେଉଛି, ଏହି ବିଷୟରେ ଅଧିକ ଚିନ୍ତା କର ନାହିଁ। ଯେତେବେଳେ ବି ମନ ବିଚଳିତ ହେଉଛି, ତେବେ ନିଜର ଧ୍ୟାନକୁ ଜବରଦସ୍ତି ବାଧ୍ୟ କରି ଏମିତି ଏକ ଜିନିଷରେ ଲଗାଅ ଯାହା ତୁମକୁ ପସନ୍ଦ ଅଟେ ବା ଭଲ ଲାଗେ। ଯଦି ବି ମନ ଶାନ୍ତ ନ ହେଉଛି, ମୋତେ ମନେ ପକାଅ, ସ୍ମରଣ କର ଏବଂ ପ୍ରାର୍ଥନା କର। ବେଳେବେଳେ ଏମିତି ହୁଏ କି ତୁମେ ନ ଚାହୁଁଥିଲେ ମଧ୍ୟ ତୁମେ ଏପରି କିଛି କରିବସ କିମ୍ବା କହିଯାଅ ଯାହା ତୁମେ କରିବା ବା କହିବା ଉଚିତ ନୁହେଁ। ପିଲାମାନେ, ଭୁଲ ତ ପ୍ରତ୍ୟେକ ମଣିଷ ଦ୍ୱାରା ହୋଇଥାଏ। ଯଦି ତୁମକୁ ସେହି ଭୁଲ ପାଇଁ ପଶ୍ଚାତାପ ଅଛି ବା ତୁମକୁ ଅନୁଭବ ଅଛି, ତେବେ ଏହା ବହୁତ ଭଲ କଥା। କିନ୍ତୁ ଯଦି ନାହିଁ, ତେବେ ମୁଁ ତୁମର ଗୁରୁ ଅଟେ। ମୁଁ ତୁମକୁ ସଠିକ୍ ପଥରେ ହିଁ ନେଇ ଆସିବି। ତେଣୁ ତୁମେ ଏହି ବିଷୟରେ ତ ଆଦୌ ଚିନ୍ତା କର ନାହିଁ। ସର୍ବଦା ବଡ଼ମାନଙ୍କୁ ସମ୍ମାନ ଦିଅ ଏବଂ ଛୋଟମାନଙ୍କୁ ଭଲ ପାଇବା ଦିଅ ବା ଭଲ ପାଅ। ଯେତେବେଳେ ତୁମେ ସମ୍ମାନ ଏବଂ ଭଲ ପାଇବା ଦେବ, ତେବେ ତୁମକୁ ପ୍ରତିବଦଳରେ ଅନେକ ଆଶୀର୍ବାଦ ମିଳିବ ଏବଂ ତୁମର ସମ୍ପର୍କ ମଧ୍ୟ ଶକ୍ତିଶାଳୀ ହେବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।